ଆଜିର ଗପର ନାଁ ଗଧର ବୁଦ୍ଧି। ସମୁଦ୍ର କୂଳରେ ଲୁଣ ଶସ୍ତାରେ ମିଳେ। ଜଣେ ବଣିକ ଲୁଣ ବସ୍ତା ଗଧ ପିଠିରେ ଲଦି ସମୁଦ୍ର କୂଳରୁ ସହରକୁ ଆଣିଲା। ଲୁଣ ବସ୍ତା ବହୁତ ଓଜନ ଥିବାରୁ ଗଧକୁ ଭାରି କଷ୍ଟ ହେଲା। ନଈ କୂଳରେ ଚାଲୁ ଚାଲୁ ଭାର ସମ୍ଭାଳି ନ ପାରି ଗଧର ଗୋଡ଼ ଖସିଗଲା ଏବଂ ସେ ନଈରେ ପଡ଼ିଗଲା। ପାଣିରେ ପଡ଼ି ଲୁଣ କିଛି ମିଳାଇଗଲା ଏବଂ ସେଥିରେ ଭାର ହାଲୁକା ହୋଇଯିବାରୁ ଗଧକୁ ଟିକେ ଆରାମ ମିଳିଲା। ଆଉ ଦିନେ ବଣିକ ଗଧ ପିଠିରେ ଲୁଣ ବସ୍ତା ଲଦି ସେଇ ବାଟେ ଆଣୁଥିଲା। ଗଧ ଯେମିତି ନଈ ପାଖକୁ ଆସିଛି ସେ ଜାଣିଶୁଣି ନଈରେ ପଡ଼ିଗଲା ଏବଂ ପାଣିରେ ଗୁଡ଼ିଏ ଲୁଣ ମିଳାଇଯିବାରୁ ଗଧର ଭାର କିଛି କମ୍ ହୋଇଗଲା। କିନ୍ତୁ ବଣିକ ଏଥର ଗଧର ଦୁଷ୍ଟାମି ଠିକ୍ ଜାଣିପାରିଲା। ଥରେ ସେ ଗଧକୁ ବୁଦ୍ଧି ଶିଖାଇବାକୁ ଗଧ ପିଠିରେ ଲୁଣ ନ ଲଦି ସୋଲ ବିଡ଼ା କିଛି ଲଦିଦେଲା। ଗଧ ଯେମିତି ନଈ ପାଖକୁ ଆସିଲା ପୁଣି ଜାଣିଶୁଣି ପାଣିରେ ପଡ଼ିଗଲା। ପାଣିରେ ପଡ଼ି ସୋଲଯାକ ପାଣି ଶୋଷିନେଲା, ତେଣୁ ବିଡ଼ାଟି ବହୁତ ଓଜନିଆ ହୋଇଗଲା। ଏଥର ଗଧ ବହୁତ କଷ୍ଟରେ ସେଇ ଅଧିକ ଓଜନିଆ ଭାର ବୋହି ସହରକୁ ଆଣିବାକୁ ବାଧ୍ୟ ହେଲା। ଗପଟିରୁ ଆମେ ଏହା ଶିଖିଲେ ଯେ ଅନ୍ୟକୁ ଠକିଲେ ନିଜେ ଠକାମିରେ ପଡ଼ିବା। ଧନ୍ୟବାଦ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।